नमस्कार, गुड मॉर्निंग, जय आरसीएम। ଜୟ ଆସିଏମ୍। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ଗୋଟେ ନୂଆ ସକାଳରେ ନୂଆ ଚିନ୍ତାଧାରା ନେଇକି ଆମେ ଆଗକୁ ପୁଣି ବଢି ଚାଲିଛେ। ଆ, ଗୁରୁକୁଳ ଆଜିର ଗୁରୁକୁଳ ବହୁତ ପାୱାରଫୁଲ ସେସନ। ଯୋଉ ପାୱାରଫୁଲ ସେସନ ଆମେ ବାରମ୍ବାର ଦେଖିବା ବି ନିହାତି ଜରୁରୀ। ଏ, ପୁରୁଣା ପାଠର ରିଭିଜନ ଆଜି ଯଦି ପୁରୁଣା ମୂଳ ତତ୍ତ୍ୱକୁ ଆମେ ଛାଡ଼ିଦେବା ତାହେଲେ ସବୁ କିଛିକୁ ବେସିକ ଜିନିଷକୁ ଯଦି ଆମେ ଛାଡ଼ିଦେବା ତାହେଲେ ଆଗକୁ ବଢିବା ଅସମ୍ଭବ। ତ ସେଥିଲାଗି ଆଜି ବେସିକ ଉପରେ ଆଜି ଡିସ୍କସନ ହେଇଥିଲା, ଗ୍ୟାସେସ ର ଫର୍ମୁଲା ଉପରେ ଡିସ୍କସନ ହେଇଥିଲା। ତ ଗ୍ୟାସେସ କୁ ଫର୍ମୁଲାକୁ ବହୁତ ଭଲ ଭାବରେ ଆମେ ନିଜେ ଏ, ମନେ ରଖିକି ତାକୁ କାମ କରିବା ନିହାତି ଦରକାର। ଯେମିତିକି ଗ୍ରୋଥ, ଗ୍ୟାସେସ ର ଫାର୍ଷ୍ଟ ଫର୍ମୁଲା ହଉଛି ଗ୍ରୋଥ। ଗ୍ରୋଥ ଆମେ କରିବା, ଆଉ ବିନା ବୃଦ୍ଧିରେ ଆମେ ଆଗକୁ ବଢିପାରିବା ନାହିଁ। ତ ଗ୍ରୋଥ କରିବା ପାଇଁ ଆମକୁ 100% ଆମକୁ ଆମର ଭାଇଟାଲ ପିନ୍ ଯୋଉମାନେ ବି ଅଛନ୍ତି ତାଙ୍କୁ 100% ତାଙ୍କର ଗ୍ରୋଥ ହବା ନିହାତି ଜରୁରୀ। ଯଦି 20,000 ହେଇଛି, 40,000 ହବା ଜରୁରୀ। ହବ କେମିତି? ତ ତାର ବି ଫର୍ମୁଲା ସାର୍ ବି କହିଦେଲେ, ଯେ ଯେମିତିକି ଡେଲି ଗ୍ରୋଥ। ଡେଲି କିଛି 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 ଗ୍ରୋଥ ଦ୍ୱାରା ଆମେ ଆଗକୁ ବହୁତ ବଢିପାରିବା। ଆଉ ତା ଛଡା ଆଉ ଗୋଟେ ବି କହିଲେ ଯେ ନ୍ୟୁ ଭାଇଟାଲ, ଆମ ଟିମରେ ଯଦି ନୂଆ ଭାଇଟାଲ ପିନ୍ ନ ଆସୁଛନ୍ତି ତାହେଲେ ଟିମରେ ଆମକୁ ଏନକରେଜ ଲାଗିବନି, ଆଗକୁ ବଢିବା ପାଇଁ ଇଚ୍ଛା ହବନି। ନୂଆ ଭାଇଟାଲ ପିନ୍ ନିହାତି ହବା ଜରୁରୀ। ଆଉ ତୃତୀୟ କଥା ହଉଛି ଯେ ଚତୁର୍ଥ କଥା ହଉଛି ଯେ ବିତରଣ କେନ୍ଦ୍ର ଯେତେ ନୂଆ କାଉଣ୍ଟର ଖୋଲିବ କିମ୍ବା ଯୋଉ କାଉଣ୍ଟର ମାନେ ଅଛନ୍ତି ତାର ଯେତେ ଗ୍ରୋଥ ହବ ସେଟା ବି ବହୁତ ବଢିଆ ମାନେ ସେଥିରେ ବି ଆମର ଗ୍ରୋଥ ହେଇପାରିବ। ଗେସେସ ର ଫର୍ମୁଲାରେ ଜି ଫର ଗ୍ରୋଥ, ଏ ଫର ଆକ୍ଟିଭ ଦ୍ରବ୍ୟ ବୃଦ୍ଧି। ଆକ୍ଟିଭ ହବ, ଆକ୍ଟିଭ ହବ ମାନେ ସାରଙ୍କ କହିବା କଥା ଯେ ନୂଆ ଯିଏ ଜଏନିଂ କରୁଛି ତାକୁ ହିଁ ଆମେ ଆକ୍ଟିଭ ପ୍ରଥମେ କରିବା। ପ୍ରଥମରୁ ଯଦି ଆମ ପରିବାରକୁ ଜଣେ ନୂଆ ଆସିଲେ ତ ସେ ଯଦି ଆକ୍ଟିଭ ସେଇଠି ଯଦି ନହେଲେ ତାହେଲେ ଆମେ ଆଗକୁ ଆଗକୁ କଣ ବଢିବା? ଯେତେ ତ ନୂଆ ଲୋକ ଯେତେ ତ ଆସିଥିବେ ସମସ୍ତେ ଇନଆକ୍ଟିଭ ହେଇଯାଉଥିବେ, ତାହେଲେ ଆଗକୁ କଣ ବଢିବା? ଯାହା ଅଛି ସେଇଆରେ। ତ ନୂଆ ଲୋକଙ୍କୁ ଆକ୍ଟିଭ କରିବାକୁ ହେଲେ ୟୁଏଲପି କ୍ୱିକ୍ ନିହାତି ଦରକାର। ତ ୟୁଏଲପି କ୍ୱିକ୍ ଲୋକଙ୍କୁ ଆମ ପ୍ରଡକ୍ଟର ରେଞ୍ଜ ଦେଖିବେ, ଆମ ସଂସ୍ଥା ବିଷୟରେ ଜାଣିବେ, ଆମର ବିତରଣ କେନ୍ଦ୍ର କେନ୍ଦ୍ର ବିଷୟରେ ଜାଣିବେ, ଆମ ପ୍ରଡକ୍ଟର କ୍ୱାଲିଟି, ଆମ ଉଦ୍ଦେଶ୍ୟ ସବୁ କିଛି ଜାଣିବେ। ୟୁଏଲପି କ୍ୱିକ୍ ଭିଡ଼ିଓ ମାଧ୍ୟମରେ କମ୍ପାନୀର ବାର୍ତ୍ତାକୁ ଆମେ ଲୋକଙ୍କୁ, ନୂଆ ଲୋକଙ୍କୁ ଦେଖେଇ ପାରିବା। ପିକଅପ୍ ସେଣ୍ଟରରେ ଦେଖିବା ଦ୍ୱାରା ସେଠି ବି ସେ ଆମେ ସବୁ ପ୍ରଡକ୍ଟକୁ ବାସ୍ତବିକ ଜିନିଷ ସେ ଜାଣିପାରିବେ, ସେଟା ହଉଛି ନିହାତି ଦରକାର। ଆଉ ଫାଷ୍ଟ ପରଚେଜ ଭଲ କାଉଣ୍ଟରକୁ ନେଇକି ସେଠି ପରଚେଜ କରିବା ନିହାତି ଦରକାର। କାରଣ ଯୋଉଠି ଭଲ କାଉଣ୍ଟର ଅଛି ସେଠି ଆମେ କଣ ହଉଛି ନା ମଝିରେ ମଝିରେ ଆମେ ତାକୁ କହୁଛେ 2,000 ଟଙ୍କାରେ କିଣିଦେଲେ ତାଙ୍କ ତଳେ ଜଏନିଂ ହେଇଯିବ। ସେଟା ନ କରିକି ଆମେ ଆମେ ତାକୁ ଯଦି ଭଲ କାଉଣ୍ଟରକୁ ନେଇଯିବା, ଦେଖନ୍ତୁ ଆପଣଙ୍କ ଘରେ କଣ ଦରକାର ଅଛି, ଯାହା ଯାହା ଆପଣଙ୍କ ଦରକାର ଅଛି ତାହା ତାହା କିଣିବେ। ଯୋଉଟା ଯୋଉଟା ବାହାରୁ ଆପଣ କିଣୁଛନ୍ତି ସେଇଟା ଏଇଟା ଏଇଠୁ କିଣିବେ। ତ ସେଠୁ ଭଲ କାଉଣ୍ଟରରେ କିଣିବା ଦ୍ୱାରା କଣ ହବ? ତାଙ୍କର ପରଚେଜ ଆହୁରି ବଢି ଚାଲିବ। ଆଉ ତା ଛଡା ନା ତାଙ୍କୁ ୱେଲକମ୍ ମିଟିଂ କରିବା ନିହାତି ଜରୁରୀ। ଯିଏ ଜଏନିଂ କଲେ ତାଙ୍କୁ ନେଇକି ୱେଲକମ୍ ମିଟିଂ ତାଙ୍କ ଘରେ, ହଁ ୱେଲକମ୍ ମିଟିଂ ସେ କେବଳ ଏକା ଥିଲେ ହବନି, ତାଙ୍କୁ କହିବେ ଯେ ଆପଣଙ୍କ ଘର ପାଖରେ 4-5 ଜଣ ଲୋକ କିଏ ତାଙ୍କୁ ଆପଣ ଡାକନ୍ତୁ, ତାକି ଆପଣଙ୍କୁ ଆମେ ସମ୍ବର୍ଦ୍ଧନା ଦେବୁ। ଆପଣ ଆମ ପରିବାରକୁ ଆସିଲେ, ନୂଆ କରି ଆସିଲେ, ଆପଣଙ୍କୁ ଆମେ ସମ୍ବର୍ଦ୍ଧନା ଦେବୁ। ୱେଲକମ୍ ମିଟିଂ ତାଙ୍କ ପଡିଶା ଘର ଲୋକ ତାଙ୍କୁ ସବୁ ନେଇକି କରିବା ନିହାତି ଜରୁରୀ। କାରଣ ଦେଖନ୍ତୁ ଆମେ ତାଙ୍କୁ ସମ୍ବର୍ଦ୍ଧନା ଦେବାକୁ ଗଲେ ସିଏ ତାଙ୍କର ଏକ ପରିବାରରେ ଏକା ଅଛନ୍ତି, ତ କେହି ଦେଖିଲେନି। ତ କାହାକୁ ମାନେ କାହାକୁ ଦେଖେଇବା ପାଇଁ ଆମେ ସମ୍ବର୍ଦ୍ଧନା କଲେ? ତ ତାଙ୍କ ପଡିଶା ଘର ସମସ୍ତଙ୍କୁ ଇନଭାଇଟ୍ ସେମାନେ କରିବେ, ତାକି ଆମେ ତାଙ୍କୁ ୱେଲକମ୍ କରିବା ଆଉ ତା ସହିତ ଫଲୋ ଅପ୍ ବି କରିବା। ଗୋଟେ ବହୁତ ଭଲ କଥା ଟିସି ସାର୍ ସବୁବେଳେ କୁହନ୍ତି, ଯେ ଉଁ, ମାନେ ଗୋଟେ ଜାଗାରେ ନିଆଁ ଜଳୁଛି, ସେଠି କାଠ ଲିଭିବା ପୂର୍ବରୁ ଆଉ ଖଣ୍ଡେ କାଠ ଯଦି ଆମେ ପକେଇଦବା ତାହେଲେ ସେ ନିଆଁ କେବେ ବି ଲିଭିବନି। ତ ଫଲୋଅପ୍ ଏଟା ଜରୁରୀ, ଯୋଉଥିରେ କି ଆମେ ବାରମ୍ବାର ବାରମ୍ବାର ଆମେ ଫଲୋଅପ୍ କରିବା ଦ୍ୱାରା ଆମେ ଆଗକୁ
ବଢିପାରିବା, ଟିମ୍ ବି ପଜିଟିଭ ରହିପାରିବ। ଆଉ ତା ସହିତ GAS, ଏସ୍ ହଉଛି ସେଲ୍ଫ ପରଚେଜ। ସେଲ୍ଫ ପରଚେଜ ହଉଛି କଣ ନା ବହୁତ ସାରା ସାଥୀ ପରଚେଜ କରୁଛନ୍ତି ଯେ ଆମ ଖାତାରେ ଲେଖିଦିଅ ଆମେ ପରେ କରିବୁ। ନାଇଁ, ଖାତାରେ କାହିଁ ଲେଖିଦବା, ସାଙ୍ଗେ ସାଙ୍ଗେ ତ ବିଲିଂ କରିଦବା ତାକୁ। ହାତକୁ ହାତ ବିଲିଂ କରିବା ନିହାତି ଜରୁରୀ। ତା ଛଡା ସେଠି ଆମକୁ ପ୍ରଡକ୍ଟକୁ 100% ୟୁଜ୍ କରିବା ଦରକାର। ଧରି ନିଅନ୍ତୁ ମୁଁ ସାର୍ଟ RCM ର ପିନ୍ଧିବି, ଟାଇଟା RCM ର ନଥିବ, ପ୍ୟାଣ୍ଟଟା RCM ର ଥିବ, ଜୋତାଟା RCM ର ନଥିବ, ସକ୍ସଟା RCM ର ଥିବ, ଆଉ କଣ ନଥିବ। ତ ସିଏ 100% ଆମେ ଲୋକଙ୍କୁ, ସାମ୍ନା ବାଲା ଲୋକଙ୍କୁ କଣ ଦେଖେଇବା? ତ 100% ୟୁଜ୍, ଆମ ଦେହ ହଉଛି ଆମର ଗୋଟେ ଶୋରୁମ୍। ଏ ଶୋରୁମ୍ରେ ଆମେ ଲୋକଙ୍କୁ ବହୁତ ଭଲ ଭାବରେ ଆମେ ଦେଖେଇ ପାରିବା। ତା ସହିତ ଅନଲାଇନ ପରଚେଜଟା ହଉଛି ନିହାତି ଜରୁରୀ। ବହୁତ ସାରା ଜିନିଷ ଆମର କାଉଣ୍ଟରରେ ମିଳୁନି, ପିକଅପ୍ ସେଣ୍ଟରରେ ମିଳୁନି। ତ ସେ ପ୍ରଡକ୍ଟକୁ ଆମେ ଅନଲାଇନ ଦ୍ୱାରା ମଗେଇ ପାରିବା। ଯୋଉଟା କି ଆମେ ହେଡ ଅଫିସରୁ ଡାଇରେକ୍ଟ, ବିଶେଷ କରି ନନ୍ FMCG ପ୍ରଡକ୍ଟ। ନନ୍ FMCG ପ୍ରଡକ୍ଟ ଭିତରେ ଆପଣଙ୍କର ଜୋତା ଯିବ, ଆପଣଙ୍କର ଇଭେନ୍ କି ଏବେ ଆସୁଛି ଫୁଡ ସପ୍ଲିମେଣ୍ଟ ବି ସେଥିରେ ଆସିଯାଉଛି। ଆପଣ ଡ୍ରେସ୍ ମେଟେରିଆଲ୍ସ, ଆପଣଙ୍କର ଉଲେନ ୱେୟାର, ସବୁ କିଛି ସେଥିରେ ବହୁତ ଭଲ ଭାବରେ ଅଛି। ଥରଟେ ଦେଖିଦବା କେତେ କଣ ସାଇଜ, ସେଥିରେ ବି ସବୁ ଆମେ ଆସିଯିବ। ଆଚ୍ଛା, ତାକୁ ଆମେ ସାଇଜକୁ ଦେଖିକି ଆମେ ପରଚେଜ କରିବା ନିହାତି ଜରୁରୀ। ଆଉ ଯୋଉ ସାଇଜ କି ଆମେ ଥରେ ଦିଥର କିଣିଦେଲେ ଆମ ଅଭ୍ୟାସରେ ପହଞ୍ଚିଯିବ, ଇଏ ସାଇଜ ହଉଛି ଇଏ, ଆଇଡିଆ ଆସିଯିବ। ଆଉ ତା ସହିତ ପ୍ରତି ମାସରେ ଆମେ ଯେତିକି ବି ଏ ମାସରେ ପରଚେଜ କରିଛେ, ଆର ମାସରେ ଆଉ ଟିକେ ଅଧିକା, ତା ମାସରେ ଆଉ ଟିକେ ଅଧିକା। କାହିଁକି ନା ଆମେ ଧୀରେ 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 ପ୍ରଡକ୍ଟ ବିଷୟରେ ଆମେ ନଲେଜ ପାଇପାରିବା। କାଲି ଯଦି କିଏ ରାଜମା କିଣୁଛି, ଆଜି ତାକୁ ଆଉ କଣ ଟିକେ ପରଚେଜ କରେଇଦବା, ଆଉ କଣ ଟିକେ, ଧୀରେ 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 ଲୋକ ବି ଜାଣିବେ ଯେ ଆମ ପ୍ରଡକ୍ଟ କଣ ଅଛି। ତା ସହିତ ଏରେ ହଉଛି ଇରେ ହଉଛି ଏକରୂପ ଶିକ୍ଷା। ଗୋଟିଏ ପ୍ରକାରର ଶିକ୍ଷା। ଗୋଟିଏ ପ୍ରକାରର ଶିକ୍ଷା ଯଦି ଆମର ନାହିଁ, ତ ଜଣେ ଆଉ ଗୋଟେ ଶିକ୍ଷା କହୁଥିବ, ଆଉ ଜଣେ ଆଉ ଗୋଟେ ଶିକ୍ଷା କହୁଥିବ, ଇଏ ହବନି। ଗୋଟିଏ ପ୍ରକାରର ଶିକ୍ଷା ଯଦି ସବୁ ଚାଲିବ, ତାହେଲେ ଆମର ମାନେ ଆମର ଗତି ଠିକ ରହିବ। ତ ସେଥିଲାଗି ଏକରୂପ ଶିକ୍ଷା ସହିତ ମୁଖ୍ୟ ଜିନିଷ ହଉଛି ଯେ ଗୁରୁକୁଳକୁ ଆସିବା ନିହାତି ଜରୁରୀ। ଗୁରୁକୁଳ ଗୋଟେ ଏଭଳି ଗୋଟେ ପ୍ଲାଟଫର୍ମ ଯୋଉଟା କି ଆମ ଜୀବନରେ ବହୁତ ବଡ ପରିବର୍ତ୍ତନ ଆଣିପାରିବ। ତ ସେଥିଲାଗି ଗୁରୁକୁଳ ଆସିବା ଜରୁରୀ। ଆଉ ତା ସହିତ ନା ଉଡାନ କୋର୍ସ ବି, ଏ ଯୋଉ କିସୋଲର ଉଡାନ କୋର୍ସ, ତାକୁ ବି କରିବା ଜରୁରୀ। କାହିଁକି ନା 2500 PV ପରଚେଜ କରିଦେଲେ କିସୋଲର ଉଡାନ କୋର୍ସଟା ଆମେ କରିଦେଇ ପାରିବା। ତାକୁ ବି କରିବା। ନ୍ୟୁଟ୍ରିଚାର୍ଜ ଉପରେ ଜାଣିବାକୁ ହେଲେ ଆମ ବୀର ଆଉ ବୀରାଙ୍ଗନା ର ଯୋଉ ଅଛି କୋର୍ସ ଅଛି, ତାକୁ କରିଦେଲେ ଆମେ ନ୍ୟୁଟ୍ରିଚାର୍ଜ ବିଷୟରେ ଆମେ ବହୁତ ଭଲ ଭାବରେ ପ୍ରଡକ୍ଟ ନଲେଜ ବି ନେଇପାରିବା, ସେଲିଂ ସ୍କିଲ୍ ବି ଦେଖିପାରିବା, ଶିଖିପାରିବା। ବହୁତ ସାରା କଥା ଆମେ ଶିଖିପାରିବା। ଜୀବନରେ ବହୁତ କିଛି ଅଛି ଶିଖିବା ପାଇଁ। ତା ସହିତ ଆମର ଇଏ ପ୍ରଡକ୍ଟ, ଅନ୍ୟ ଯୋଉ ପ୍ରଡକ୍ଟ ଅଛି ତା ଉପରେ ବି ସ୍ପେଶାଲ ଟ୍ରେନିଂ ହଉଛି। କେତେବେଳେ 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 ଜଳ ସଞ୍ଚୟ ଉପରେ ହଉଛି, କେତେବେଳେ କେତେବେଳେ ହରିତ ସଞ୍ଜୀବନୀ ଉପରେ ହଉଛି, କେତେବେଳେ କେତେବେଳେ ଆପଣଙ୍କର କିସୋଲ ଉପରେ ହଉଛି, ଆ, ଅନ୍ୟାନ୍ୟ ସାବୁନ ଉପରେ ହଉଛି। ସବୁ ପ୍ରକାରର ଟ୍ରେନିଂ ହଉଛି। ତା ଉପରେ ବି ଟିକେ ଟିକେ ନଲେଜ ରହିବା ଦରକାର, ତାକି ସାମ୍ନା ବାଲା ଲୋକଙ୍କୁ ଆମେ ଯେତେବେଳେ କଥା ହବା ହେଇପାରିବ। ତ ସେଥିଲାଗି ଗ୍ୟାସେସ ର ଫର୍ମୁଲା ଉପରେ ବହୁତ ଭଲ ଭାବରେ ଆମେ ଯଦି ତାକୁ ପ୍ରାକ୍ଟିକାଲି କରିବା, ତାହେଲେ ଧୀରେ 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 ସେ ଆମର ମନେ ରହିଯିବ, ଆମ ଜୀବନରେ ଗୋଟେ ଅଙ୍ଗ ହେଇଯିବ। ଆଉ ୟା ଦ୍ୱାରା TCG କହୁଛନ୍ତି ମୁଁ ଲେଖିକି ବି ଦେଇଦେବି, ଗ୍ୟାରେଣ୍ଟେଡ ଲେଖିକି ଦେଇଦେବି। ତ ଯୋଉଥିରେ କି ଆପଣ 5 ବର୍ଷରେ ଡାଇମଣ୍ଡ ପିନ୍ ରେ ପହଞ୍ଚି ପାରିବେ। ଡାଇମଣ୍ଡ ପିନ୍ ର ଇନକମ୍ କେତେ? 25 ଲକ୍ଷ ଟଙ୍କା ପର ମନ୍ଥ ର ଇନକମ୍, ପର ମନ୍ଥ। ତ ମାସକୁ 25 ଲକ୍ଷ ଟଙ୍କାର ଇନକମ୍ କୁ ପାଇବାକୁ ହେଲେ ଇଏ ଗ୍ୟାସେସ ର ଫର୍ମୁଲାକୁ ଯଦି ଆମେ ଫଲୋ କରିବା, ତାହେଲେ ଏଥିରେ ସମ୍ଭବ ହେଇପାରିବ। ତ ସେଥିଲାଗି ଆମେ ଏଇ ଗ୍ୟାସେସ ର ଫର୍ମୁଲାକୁ ଆମେ ଫଲୋ କରିବା ନିହାତି ଜରୁରୀ। ତ ଆସନ୍ତୁ ଆଜି ଆମେ ସମସ୍ତଙ୍କର ବିଚାର ଶୁଣିବା, ସମସ୍ତଙ୍କର ଆଜି କଣ ଶିଖିଲେ, ଗୁରୁକୁଳରୁ କଣ ଶିଖିଲେ, ଆମେ ସେ ବିଷୟରେ ଶୁଣିବା। ତ
ଅପା ଆରତି ଅପା ଫାଷ୍ଟ ଆପଣ ଅନମ୍ୟୁଟ କରନ୍ତୁ। ଜୟ ଜୟ ଆସିଏମ୍। ଆଜି ଗୁରୁଜୀ ଯୋଉ ମାନେ କହିଲେ ଛୋଟ ପିଲାକୁ ଯଦି ଆମେ ପାଠ ପଢେଇ ଦଉଛୁ ସିଏ ସବୁ ମନେ ରଖି ଦଉଛି, କିନ୍ତୁ ଆମେ ବଡ ହେଇକି କିଛି ମନେ ରଖି ପାରୁନୁ। ଖାଲି ଡାଏରୀ କାହିଁ ଦେଖିକି ଆମେ କହୁଛୁ, ଆମେ କାହିଁକି ତାକୁ ପୁରା ମନେ ନ ରଖୁଛୁ? ସେଇଟା ଆମେ ପ୍ରକୃତ ଭୁଲ। ଆମେ ଲେଖିବୁ ତାକୁ ଦେଖିକି କହୁଛୁ। ସିଏ କହିଲେ କିଏ ନ ଦେଖିକି କହିପାରୁଛି ଆଗ କୁହ। ମୁଁ ଯେତେ ଥର ହାତ ଟେକିଲି ମୁଁ କାହିଁ ଡାକିଲେନି ଆଜି। ମତେ ସେଇଟା ବହୁତ ଭଲ ଲାଗିଲା। ଦେଖ, ମୁଁ ଗୋଟେ କହିବା କଥା ପର୍ସନାଲି କହୁଛି। ମୋ ନାତିଟାକୁ ଗୋଟିଏ କଥା ଯଦି ମୁଁ କହିଦଉଛି, ସିଏ ଏତେ ମନେ ରଖିକି ଆର୍ସିଏମ୍ ବିଷୟରେ ଜ୍ଞାନ କହୁଛି। ଭିଡିଓ ମୁଁ ତାକୁ କରିକି ରଖିଛି, ଯୋଉଟା କି ସାର୍ଙ୍କୁ ପଠେଇଥିଲି। ପ୍ରକୃତ ଆଜି ଆମେ ଯାହା ଶିଖିଲେ, ଗେସେସ୍ ଉପରେ ଆମେ ଯଦି ଫଲୋ ଅପ୍ କରିବା, ତାହେଲେ ଆମେ ଠିକ ମାନେ ନିଜକୁ ଗୋଟେ ଆର୍ସିଏମ୍ ବିଜନେସ୍ ନିଜକୁ ଗୋଟେ ପ୍ରତିଷ୍ଠିତ କରିପାରିବା। ଯେତେ ଆମ ଟିମରେ ମେମ୍ବର ତାଙ୍କୁ ବି ଫଲୋ ଅପ୍ କରିପାରିବା। ଗେସେସ୍ରେ ସେ କହିଲେ ଆଗେ ଗ୍ରୋଥ କରିବାକୁ ହେଲେ ଆମେ କଣ 100%, 50%, 25%, ଆମେ ହଦିନ ଆମର ସବୁ ଦିନେ ବିଜନେସ୍ ଗ୍ରୋଥ ଆମେ କରିବାକୁ କେମିତି ଚେଷ୍ଟା କରିବା। ସେ କଥା କହିଲେ ଡେଲି କଣ କରିବା, ଡେଲି ଗ୍ରୋଥ ଟା ଆମେ ଦେଖିବା। ପ୍ରତ୍ୟେକ ଦିନ ଆଜି ଯାହା ଗ୍ରୋଥ ହେଇଛି ତାର ଦିନ କେମିତି ଅଧିକା ଗ୍ରୋଥ ହବ, ଏଇଟା ଆମେ ଦେଖିବା। ତାପରେ ନୂଆ ଭାଇଟାଲ କେମିତି ଆମେ ତିଆରି କରିବା। ନୂଆ ଭାଇଟାଲ ସବୁ ମାସେ ଯଦି ଆମର ହେଲେ ଆମର ଅଟୋମେଟିକ ଗ୍ରୋଥ ଟା ବଢିବ। ଯୋଉମାନେ ବିଗ୍ନର ହେଇଛନ୍ତି ସେମାନେ ଆର ମାସରେ କେମିତି ଷ୍ଟାର୍ଟର ପିନ୍ ଯିବେ, ଯୋଉମାନେ ଷ୍ଟାର୍ଟର ହେଇଛନ୍ତି ସେମାନେ କେମିତି ଓପନର ଯିବେ, ଏଇଟା ଆମେ ଫଲୋ ଅପ୍ ଯଦି କରିବା, ସେ ଗ୍ରୋଥ ସେଇଟାକୁ ବି କହୁଛନ୍ତି। ତାପରେ ବିତରଣ କେନ୍ଦ୍ର ଯିବା, ଯୋଉଠି ଭଲ ବିତରଣ କେନ୍ଦ୍ର ଅଛି, ତାପରେ ନିଜ ହାତରେ କେମିତି ଆମେ ଯୋଉ ଅନଲାଇନ ବିଲିଂ କରିବା, ଏଇଟା ବି ଶିଖିବା। ଜିରେ କହିଲେ, ତାପରେ କହିଲେ ଆକ୍ଟିଭ ଦରମା ବୃଦ୍ଧି। ଏ ଆକ୍ଟିଭ ଦରମା ବୃଦ୍ଧି କଣ, ଆମେ ଇଏ କରିବା, କଣ କରିବା, ଯୋଉ ୟୁଏଲପି ପ୍ରୋଗ୍ରାମ ଯୋଉ ହଉଛି ସେଠି ଲୋକଙ୍କୁ ନେଇକି ଯିବା। ହେଲେ କଣ ସେଠି ଆମର ଯୋଉ ସ୍କ୍ରିନରେ ଯୋଉ ପ୍ରଡକ୍ଟ ଉପରେ ଦିଆ ହଉଛି ସବୁ, ତାକୁ ଲୋକମାନେ ଦେଖିବେ। ତାପରେ ଆମେ ଲୋକଙ୍କୁ ଯୋଉ ଜଏନ କରିବା, ତାକୁ ପ୍ରଥମ କେମିତି ସେ କିଣିବ ତାର ତରିକା ଶିଖେଇବା। ତାପରେ ୱେଲକମ ମିଟିଂରେ ଆମେ ତାଙ୍କୁ ଯାଇକି ସମ୍ବୋଧନା କରିବା। ଯୋଉମାନେ ଜଏନ କଲେ ତାଙ୍କୁ ପଡିଶାଙ୍କୁ ବସେଇଲେ, ତାଙ୍କୁ ଦେଖେଇଲେ, ତାଙ୍କର ଗୋଟେ ମନ ଭିତରେ ଉତ୍ସାହ ଆସିବ। ଯାଉ ମୁଁ ଗୋଟେ ଏମିତି ମତେ ୱେଲକମ ଆସି ମୋଟି ମାନେ ସାର୍ ମାନେ କରୁଛନ୍ତି କି ମୋର ଅଫଲାଇନ କରୁଛି, ସେମାନେ ଖୁସି ହେଇଯିବ। ସେଇଟା ଗୋଟେ କଥା। ତାପରେ ଆମେ ତାକୁ ଜଏନ କରିଦେଲେ ଖାଲି ହବନି, ତାକୁ ଆମେ କେମିତି ସେ ମାସକ ଭିତରେ କଣ ଫଲୋ ଅପ୍ କରିବା। ପ୍ରତ୍ୟେକ ଦିନ ତାକୁ କହିବା ଏ ପ୍ରଡକ୍ଟ ନେଲୁ, ତାକୁ ଘରେ ୟୁଜ କଲୁ, କଣ ତା ବେନିଫିଟ ପାଇଲୁ, ତତେ କେମିତି ଟେଷ୍ଟ ଲାଗିଲା, ଏସବୁ କଥା ତାକୁ ଗୋଟି ଗୋଟି ଆମେ ପଚାରିବା। ତାପରେ ଏ ଗଲା, ତାପରେ ସେଲ୍ଫ ପରଚେଜ କରିବା। ନିଜର ସେଲ୍ଫ ପରଚେଜ ମୁଁ କଣ କରେ, ପ୍ରତ୍ୟେକ ମାସ 2 ତାରିଖ 3 ତାରିଖ ଭିତରେ ମୁଁ ଆଗେ ମୋର 5,000 ବିବି କରିଦିଏ ସେଲ୍ଫ ପରଚେଜ। କାହିଁକି ନା ମୋ ଘରେ ସବୁବେଳେ ଡାଲି ଫାଲି ସବୁ ସରିଯାଏ। ତେଣୁ ଆମେ ତ ବହୁତ ଖାଉ ଆସେମ ଡାଲି, ଆସେମ ପ୍ରଡକ୍ଟ ମୁଁ ବହୁତ ଭଲ ପାଏ। ମୋ ଟିକେ ସରିଗଲେ ତେଲ ମୋ ମୁଣ୍ଡ ଖରାପ ହେଇଯିବ। ଆଉ ଏଇ ଯୋଉ ଭୋଜି ହେଲା ନାତିର, ଖାଲି ଆସିଏମ ଜିନିଷ ତେଲ ପୁରା ୟୁଜ ହେଇଗଲା। କାଲି ବୀଣା ବାପାଙ୍କୁ ଫୋନ କଲି, ତମେ ଆଇଲା ବେଳେ ତେଲ ଧରିକି ଆସ, ମୁଁ ଅର୍ଡର କରିକି ତମକୁ ଦେବି। ମୋ ତେଲ ଛଣାଛଣି ହବ ଆଜି ପକୋଡା ଫକୋଡା। ମୋର ସେଲ୍ଫ ପରଚେଜ ମୁଁ ସବୁବେଳେ ବଢାଏ, ଏଇଟା ବହୁତ ମୋର ଇଏ। ମୋର ସେଲ୍ଫ ପରଚେଜ ଯେମିତି ହେଲେ ମୋର ବଢିବ ସବୁ ମାସରେ। ନିଜେ ଯଦି ନିଜେ ନ କିଣିକି ୟୁଜ ନ କରିବା, ଲୋକଙ୍କୁ କଣ କହିବା, ଲୋକ କଣ ଜାଣିବେ। ଏଇଟା ହେଲା ମେନ୍ କଥା ସେଲ୍ଫ ପରଚେଜ। ତାର ଇରେ ହେଲା ଏକରୂପ ଶିକ୍ଷା। ଏକରୂପ ଶିକ୍ଷା କହିଲେ ଆମେ ଗୁରୁକୁଳଙ୍କୁ ସବୁଥିକୁ ଡାକିବା, ନିଜେ ଗୁରୁକୁଳରେ ବସିବା, ନିଜେ ସମସ୍ତଙ୍କୁ ଗୁରୁକୁଳକୁ ଡାକିବା। ତାପରେ ଉଡାନ କୋର୍ସ କରିବା। ଉଡାନ କୋର୍ସ କଣ, ଆମର ଉଡାନ କୋର୍ସ ହଉଛି କିଶୋର ଯୋଉ ବିୟୁଟି ପ୍ରଡକ୍ଟ ହେରିକା ସବୁ ଆସୁଛି, ତା ଦେହରେ ସବୁ ଲେଡିଜ ଇଏ ସବୁ ଅଛି, ଇନର ୱେର ଅମୁକ ସମୁକ। ଆମେ କଣ କରିବା, ଉଡାନ କୋର୍ସ ଲୋକଙ୍କୁ ମାନେ କରିବା ପାଇଁ କି ଆମେ ଟ୍ରେନିଂ ଦବା ତାଙ୍କୁ। ତାପରେ ବୀର ବିରାଙ୍ଗନା
ବୀର ବୀରାଙ୍ଗନା କଣ ନିୟୁଟି ଚାର୍ଜ ସବୁ ପ୍ରକାର ତା ଦେହରେ ଆମେ ଟ୍ରେନିଂ ପାଇବା। ବୀର ବୀରାଙ୍ଗନା ମୁଁ ଏବେ ଭାବୁଛି ସବୁଗୁଡାକ କୋର୍ସ ମୁଁ କରିଦେବି ଆଉ କରିକି ନିଜକୁ ଆଗ ନିଜେ ଇଏ କଲା ପରେ ଲୋକଙ୍କୁ ଯାହାକୁ ଜଏନ କରିବା କହିବା ନା ଆଉ। ନା ସତ ଦେହ ଭୁଲ କହି ନାଇଁ ଆପଣ କୋଉଠି ତାପରେ ଭୁଲ କହିଲେ? ପ୍ରଡକ୍ଟ ଟ୍ରେନିଂ ନବା, ପ୍ରଡକ୍ଟ ଟ୍ରେନିଂ ନବା ଲାଷ୍ଟ ହେଲା। ଏତିକି ମୁଁ କହିଲି ଇ ପରେ ଏତିକି। ସେ ବା କହିଛନ୍ତି ଖାତା ଦେଖିବନି କହିବ, ଡାଇରୀ ତମେ ଦେଖ ନା ଗୁରୁଜୀ କହିଲେ। ତମେ ତାହେଲେ ଛୋଟ ବଚ୍ଚାଠୁ ଆହୁରି ହୀନ ହେଇଗଲ। ଛୋଟ ବଚ୍ଚା ତ ସବୁମାନେ ଦେଖୁଛନ୍ତି, ତାଙ୍କ ମନ ତ କିଏ ପାୱାର ବେଶୀ। ଆମ ସିଏ ଦେଖ କେତେ ସ୍ୱାର୍ଥ, ମାନେ ନିଜର ସ୍ୱାର୍ଥ ସେ ତ୍ୟାଗ କରିଛନ୍ତି ଆମ ପାଇଁ। ମତେ କହିଲେ ଦୁଃଖ ଲାଗୁଛି ଯେ କହିଲେ ଲାଷ୍ଟକୁ ଯଦି ଏଇଆକୁ ଗ୍ୟାସ ଇଏ ଆମେ ଚାଲିବା ଆମେ ଟାଇମ ଦେଇକି ଦେଖିବା। କହିଲେ ମୁଁ ମୋ ସ୍ୱାର୍ଥ ପାଇଁ କିଛି କରୁନି, ଏଇ ସାରା ଭାରତର ମୁଁ ଇଏ ଚାହୁଁଛି ହେଲା। ଆଉ ମୁଁ ଏତିକି କହି ରହୁଛି। ହଁ ନାଇଁ ସେଇଟା ବି ଠିକ କଥା। ଯେ ପ୍ରଡକ୍ଟ ଯଦି ବିକ୍ରି କରିବା କଥା ଖାଲି ହେଇଥାନ୍ତା ତାହେଲେ ତ ସେ କୃଷି ବି ପ୍ରୋସେସରେ ପ୍ରଡକ୍ଟ ବିକ୍ରି କରିଦେଇଥାନ୍ତେ। ହଁ ସତ କଥା। କିନ୍ତୁ ସେ କହିଲେ ମୁଁ ଯଦି ମୋ ସ୍ୱାର୍ଥ ଚାହିଁଥାନ୍ତି ମୁଁ ସାରା ଭାରତର ମାନେ ସମସ୍ତ ଲୋକଙ୍କର କେମିତି ଏଇ ଟ୍ରେନିଂ ପ୍ରୋଗ୍ରାମ ଅମକ ୟୁଏଲପି ମୁଁ କାହିଁ ରଖିଛି, ଏସବୁ କାହିଁକି ରଖିଛି, ଏଇ କୋର୍ସ ସବୁ କାହିଁ କରିଛି। ଆଜି ବଢିଆ କଥା କହିଲେ, ମତେ ଏତେ ଭଲ ଲାଗିଲା କହିବା। ତ ଆମର ତେଣୁ ଉଦ୍ଦେଶ୍ୟ ନୁହେଁ ଯେ ଗୁରୁକୁଳ କେବଳ ଆସିଲାଠୁ ମେନ୍ କଥା ହେଲା ଗୁରୁକୁଳ ସମସ୍ତେ ବସିଲାଠୁ ସିନା ନଲେଜ ବଢିବ। ଆଉ କେତେ ବୁଝେଇବ କଣ କହିବ କହୁନ। ହଁ ନାଇଁ ଧୀରେ ଧୀରେ ବୁଝେଇବା। କାହିଁକି ନା ଦେଖନ୍ତୁ ସେ କଣ ପାଇଁ ହୁଏ, ଆପଣ ଗୋଟେ ବହୁତ ଭଲ କଥା କହିଲେ। ଧନ୍ୟନ୍ତୁ ମୋର ଖାତାରେ ଏଇଟା ଯୋଉ ଏଇଟା ହଉଛି ଏ ପେଜରେ କିଛି ଲେଖା ଯାଇନି, ପୁରା ବ୍ଲାଙ୍କ ସେ ଅଛି। ପଏଣ୍ଟ ଇଏ ବ୍ଲାଙ୍କ ପେଜରେ ମୁଁ ଯଦି ଲେଖିବି ତାହେଲେ ହେଇପାରିବ। ସପୋଜ ଏଟା ବ୍ଲାଙ୍କ ପେଜ, ଏଠି ଲେଖିଲେ ହେଇପାରିବ। କିନ୍ତୁ ଏ ପେଜରେ ମୋର ଲେଖା ହେଇଛି। ଏଥିରେ ମୁଁ ଯେତେବେଳେ ଲେଖିବି ସେ ମାନେ ଠିକ ଭାବରେ ଦେଖା ହବନି। ତ ସେଥିଲାଗି ଛୋଟ ପିଲାମାନେ ତାଙ୍କର ବ୍ରେନ ଟା ପୁରା ବ୍ଲାଙ୍କ ଥାଏ, କିଛି ଚିନ୍ତା ନାହିଁ। ତ ସେମାନଙ୍କ ମୁଣ୍ଡରେ ଯାହା ଆପଣ ପୁରେଇ ଦେଲେ ସେ ବୁଝିବେ। କିନ୍ତୁ ବଡ ବଡ ଲୋକମାନଙ୍କ ମୁଣ୍ଡରେ ବହୁତ କିଛି ଅଛି। କିନ୍ତୁ ତା ଭିତରେ ବି ତ ଆମକୁ ଆଗକୁ ବଢିବାକୁ ଅଛି ନା, ଆମେ ଆଗକୁ ବଢିବା। ସାହୁ ଭାଇ କୁହନ୍ତୁ। ସମସ୍ତେ ନମସ୍କାର। ଆଜି ଯୋଉ ପ୍ରୋଗ୍ରାମ ତ ବହୁତ ବଡ ଗ୍ରୋଥ ଉପରେ କହିଲେ ଗେସ୍, ସେ ଗେସ୍ ର 16 ପଏଣ୍ଟ, 16 ତ ନୁହେଁ ଆଉ ଗୋଟେ 17 ପଏଣ୍ଟ ହେଇଗଲା ଯୋଉଟା ରୂପାନ୍ତରଣର ମୁଖ୍ୟ। ତେଣୁ ଏଇ 16ଟା ପଏଣ୍ଟକୁ ଆଉ 17ଟା ପଏଣ୍ଟକୁ ଯଦି ସମ୍ପୂର୍ଣ୍ଣ ଭାବରେ ମନେ ରଖିବା ତାହେଲେ ଆମେ ଡାଇମଣ୍ଡରେ ପହଞ୍ଚି ପାରିବା। ସେଥିପାଇଁ ମୁଖ୍ୟ ଜିନିଷ ହଉଛି କଣ, ଗୁରୁକୁଳ। ଗୁରୁକୁଳ ପ୍ଲସ୍ ଆମର ଯୋଉ ଓଡିଆ ପ୍ରୋଗ୍ରାମଟେ ହଉଛି, ଏ ଦିଟା ଆଟେଣ୍ଡ କରିବା ନିହାତି ଦରକାର। ଯେ ଗୁରୁକୁଳ ଶାଖା, ପ୍ରତ୍ୟେକ ପଏଣ୍ଟ ଉପରେ ଆମେ ଇଏ ଆଜ୍ଞା ଗୁରୁକୁଳ ଶାଖା। ଗୁରୁକୁଳ ଶାଖା, ତେଣୁ ଗୁରୁକୁଳରେ ବସିବା ଆଉ ଗୁରୁକୁଳ ଶାଖାରେ ବସିବା, ଇଏ ଦିଟା ହଉଛି ମୁଖ୍ୟ କାମ। ତାହେଲେ ଆମେ ଯଦି ଗ୍ରୋଥ କରିବା ଆଉ ଡାଇମଣ୍ଡରେ ପହଞ୍ଚିବା, ଡାଇମଣ୍ଡରେ ପହଞ୍ଚିବା ପାଇଁ ହେଲେ ଆମକୁ ଏଇ 17ଟା ପଏଣ୍ଟକୁ ଆଖି ଆଗରେ ରଖିବା। ପ୍ଲସ୍ ଏଇଗୁଡ଼ିକ ଆମେ ଡୁପ୍ଲିକେସନ କରିବା, ମାନେ ଲୋକମାନଙ୍କୁ, ନୂଆ ଲୋକ ହଉ ବା ଯୋଉ ୱେଲକମଟା କହୁଛେ, ଯେ ନୂଆ ଲୋକମାନଙ୍କୁ କିମ୍ବା ପୁରୁଣା ଟିମରେ ଲୋକମାନଙ୍କୁ ଯଦି ଏଇ 16ଟା 17ଟା ପଏଣ୍ଟ ଯଦି ଆମେ ଦବା, କାର୍ଯ୍ୟରେ ଲଗେଇବା, ତାହେଲେ ଆମେ ବହୁତ ବଡ ସକ୍ସେସ୍ ହେଇପାରିବା, ଡାଇମଣ୍ଡରେ ପହଞ୍ଚି ପାରିବା। ଡାଇମଣ୍ଡର ଇନକମ୍ ଯେମିତି ସତ୍ପତି କହୁଥିଲେ 25 ଲକ୍ଷରୁ ଇନକମ୍ ଆରମ୍ଭ, ତାକୁ ଯଦି ନଜର ରଖିବା ତାହେଲେ ଆମେ ଦିଟା ଜିନିଷକୁ ଗୁରୁତ୍ୱ ଦେବା, ବିଶେଷ କରି ଗୁରୁକୁଳ ଆଉ ଗେସ୍ ଫର୍ମୁଲାଟାକୁ ସମ୍ପୂର୍ଣ୍ଣ ଭାବରେ ଆଖି ଆଗରେ ନଜର ରଖିବା, ଯାହାଫଳରେ କି ଆମେମାନେ ବହୁତ ବଡ ସକ୍ସେସ୍ ହେଇଯାଇପାରିବା। ଟିମରେ ଡୁପ୍ଲିକେସନ ବାହାର କରିବା ଗେସ୍କୁ ନେଇ। ସବୁଠୁ ସତ୍ପତି ବାବୁ। ଓକେ, ସୁକାନ୍ତ ବାବୁ ସାର୍ ନମସ୍କାର ସାର୍, ଜୟ ଆର୍ ସିଂ। ନମସ୍କାର। ତାପରେ ଆର ଦେବତା ବହୁତ ବଢିଆ ଜିନିଷ କହିଲେ, ଯାହା ହଉ ସେମାନେ ମାଇଣ୍ଡଫୁଲ ଶୁଣୁଛନ୍ତି। ମୁଁ ଟିକେ ଆଡେ କାମ ବ୍ୟସ୍ତରେ ଟିକେ ବାପାଙ୍କ କାମ ଇଏ କାମ ଟିକେ ବ୍ୟସ୍ତ ରହିଲି, ଟିକେ ଶୁଣୁଥିଲି, ଟିକେ ଟାୱାର ଇଏ ହେଲା। କିନ୍ତୁ ବଢିଆ ଜିନିଷ, ସେ ଗ୍ରୋଥ ଉପରେ ବହୁତ ବଢିଆ ଜିନିଷ କହିଲେ। ଆଉ ଭାଇଟାଲ 100%, ଆମର ରୟାଲିଟି 50%, ଆମର ଟେକ୍ନିକାଲ 25%, ଯୋଉ ଗ୍ରୋଥ କହିଲେ ସେଟା ତ ନିହାତି କରିବା ଦରକାର। କାରଣ ଯିଏ ଆକ୍ଚୁଆଲି ଯିଏ ଫିଲ୍ଡ ୱାର୍କ କରୁଛି, ଯେଉଁମାନେ ଟିମରେ କାମ କରୁଛନ୍ତି, ତାଙ୍କୁ ଟିମରେ ଲିଡର ମାନଙ୍କୁ ଆମର ଗୁରୁକୁଳରେ ହଉ ଆମର ଜୁମରେ ହଉ ଯେ ବସିବା ଦରକାର। ବସେଇଲେ ଯାଇକି ସେମାନଙ୍କର ଭିଜନ କ୍ଲିୟର ହବ। ଆଉ ସେମାନେ ଧୀରେ 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 ସେମାନେ ବିଜନେସ ଜାଣିବେ। ଆଉ ଦେଖନ୍ତୁ ସବୁଦିନ ତ ଆମର ଜୁମରେ ଗୁରୁକୁଳରେ ପ୍ରଡକ୍ଟ ଟ୍ରେନିଂ ହଉଛି, ଆମର ଯୋଗ ବିଷୟରେ, ଆମର ପ୍ରାଣାୟାମ ବିଷୟରେ କୁହାହଉଛି।
ସବୁଦିନ କିଛି ନା କିଛି ନୂଆ ନୂଆ ଜିନିଷ ଆମର ଆଜି ହୁଏତ ସବୁ ଜିନିଷ କିଛି ମନେ ନ ପଡିଲା, ପ୍ରତିଦିନ କିଛି ନା କିଛି ଗୋଟେ ଗୋଟେ ଜିନିଷ ମନେ ପଡିବ ବୋଲେ ଆମର ମାଇଣ୍ଡ ଆମର ୱାଶ ହେଇଯିବ। ଆଉ ଗୋଟେ ବି ବଢିଆ ଜିନିଷ କହିଲେ, ଆମର ଆଜିକାଲି ଲୋକଙ୍କୁ ଜଏନ୍ କରିଦଉଛେ, ଜଏନ୍ ଯଦି କରୁଛେ ସେମାନଙ୍କୁ ଆମେ ଯଦି ତାଙ୍କୁ ଠିକରେ ଫଲୋ ନ କରିବା, ଠିକରେ ତାଙ୍କୁ ତାଙ୍କୁ ଜଏନିଂ ତାଙ୍କ ମାନେ କିଟ୍ ଓପନିଂ ନ କରିବା, ତାଙ୍କର ଓପନିଂ ନ କରିବା, ସେମାନେ ତାଙ୍କୁ ଯଦି ନ ତାଙ୍କୁ ଆମେ ଜଏନ୍ କରୁଛେ ତଣ୍ଟି ଚିପି ମାରି ଦଉଛେ ଆମର ସେ ଯେମିତି, ସେମିତି ଆମେ ତାଙ୍କୁ ନିହାତି କରିବା ଦରକାର। ଯଦି ଆମେ ବରଂ ମାସକୁ 2 ଟା 3ଟା ଜଏନିଂ ହଉ, ତାଙ୍କୁ ପ୍ରପର ମାନେ ୱେରେ କରିବାକୁ ପଡିବ। 6 ବେସିସ୍ କାର୍ଡିନାଲ ରୁଲ ଆମର ଯୋଉ 100% ପ୍ରଡକ୍ଟ ୟୁଜ, ସେ ବେସିସରେ ଆମେ ଯଦି କରିବା, ପ୍ଲାନ୍ ସବୁ ଦେଖେଇକି ତାଙ୍କୁ ଫଲୋ ଠିକରେ କରିବା, ତାହେଲେ ଧୀରେ ଧୀରେ ଆମର ଯେତିକି 100ଟା ଲୋକ ଜଏନ୍ କରିବା, ସେଥିରୁ ମିନିମମ୍ 40-50 ଲୋକ ଆମର ନିଶ୍ଚିତ ଆମର ଲିଡର ହେଇକି ବାହାରିବେ। ଆମେ 100 ଲୋକ ଜଏନ୍ କରିବା, କିନ୍ତୁ ସେଥିରୁ ଗୋଟେ 2ଟା 5ଟା 10ଟା ଆମର ଆକ୍ଟିଭ ହଉନାହାନ୍ତି, କାରଣ ଆମର ଟିକେ ସେଥିରେ ଫଲୋ ଇଏ ହେଇଯାଉଛି, ତାଙ୍କ ସାଥିରେ କମ୍ୟୁନିକେସନ ଯୋଗାଯୋଗ ଟିକେ ରହିପାରୁନି। ଆଉ ତାଙ୍କର ପ୍ରଡକ୍ଟ ଟ୍ରେନିଂ, ଗୋଟେ ଜିନିଷ ପ୍ରଡକ୍ଟ ଟ୍ରେନିଂ, ପ୍ରଡକ୍ଟ ଯଦି ଟ୍ରେନିଂ କରି 100% ୟୁଜ କରିବେ, ଯଦି ପ୍ରଡକ୍ଟ ବିଷୟରେ ନଲେଜ ନ ରହିବ, ସେମାନେ ଆଜି ଆର୍ସି ଜିନିଷ ଖାଇଦେଲେ, ପୁଣି ସରିଗଲା ପରେ ଫଲୋ ନଥିବ, ସେମାନେ ପୁଣି ବାହାର ମାର୍କେଟ ଜିନିଷ ଖାଇବେ, ସେମାନେ ପ୍ରଡକ୍ଟ ମାନେ କ୍ୱାଲିଟି କିଛି ବୁଝିପାରିବେନି। ସେଥିପାଇଁ ତାଙ୍କୁ 100% ପ୍ରଡକ୍ଟ ୟୁଜ କରିବାକୁ ହେଲେ ତାଙ୍କ ସହିତ ନିହାତି କମ୍ୟୁନିକେସନ ରହିବା, ତାଙ୍କ ସହିତ ଫ୍ୟାମିଲି ସହିତ ଆଟାଚ ହେବାକୁ ପଡିବ, ସେମାନଙ୍କର ପ୍ରଡକ୍ଟ ଡେମୋ ଦେଖିବାକୁ ପଡିବ, ପ୍ରଡକ୍ଟର ତାଙ୍କର ନଲେଜ ନେବାକୁ ପଡିବ। ଆଉ ଗୁରୁକୁଳରେ ବସି ଦେଖିବେ, ତାଙ୍କର ଜୁମ ରେ ବସିକି ଆମର ଭିଡିଓ ବାହାରିଲାଣି ସବୁ, ଆରସିଏମ ଡେମୋ ମାରିଦେଲେ, ସବୁ ଡେମୋ ମାର୍କେଟ ପ୍ରଡକ୍ଟ କଣ ଅଛି, ଆମ ପ୍ରଡକ୍ଟ କଣ ଅଛି, ସେ ସବୁ ଧୀରେ ଧୀରେ ବୁଝିଗଲା ପରେ ଆମେ ନିଶ୍ଚୟ ଯେମିତି ଆମର କ୍ଲିୟର ହେଇଗଲା ଆମର ଭିଜନ, ତାଙ୍କର ଭିଜନ ଧୀରେ ଧୀରେ ଏମିତି କ୍ଲିୟର ହବ। ସେଥିପାଇଁ ଆମକୁ ନିହାତି ତାଙ୍କ ସହିତ ଫଲୋଅପ୍ ଟା ନିହାତି ଦରକାର। ଓଭର ଟୁ ସତୋଷ ସାର୍। ଓକେ, ଥ୍ୟାଙ୍କ ୟୁ। ପ୍ରବୀଣା ମ୍ୟାଡ଼ାମ କୁହନ୍ତୁ। ଆଜ୍ଞା, ଅନମ୍ୟୁଟ କରନ୍ତୁ ମ୍ୟାଡ଼ାମ। ଆଜ୍ଞା ହଁ ସାର୍ ନମସ୍କାର। ଆଜ୍ଞା ଆଜି ସବୁଠୁ ବଡ ଗୁରୁକୁଳରେ ସାର୍ ମୁଁ ମିସ୍ କରିଗଲି। ବା ମୁଁ ଆଉ ଆଜି ଟିକେ ମୋ ପ୍ରୋବ୍ଲେମ ରହିଗଲା, ମୁଁ ଆଉ ଉଠି ତ ପାରିଲିନି, ଆଉ ଦେଖି ପାରିଲିନି। ଲାଷ୍ଟକୁ 10-15 ମିନିଟ୍ ଲାଷ୍ଟକୁ ଦେଖିଦେଲି। ମୁଁ କହିଲି ଏମାନେ ସବୁ କହିବେ ଆଜି ଆମରି ଇଏ ମାନେ, ସେମାନଙ୍କଠୁ ଶୁଣିକି ଆଟଲିଷ୍ଟ ମୁଁ ଟିକେ ଶୁଣି, ତାପରେ ପଛରେ ଗୁରୁକୁଳଟାକୁ ଦେଖିବି। ବା ବହୁତ ସରି ବଢିଆ। ସାର୍। ନାଇଁ ନାଇଁ, ଆକ୍ଚୁଆଲି ଠିକ କଥା। କେତେବେଳେ କେତେବେଳେ କଣ କଣ ହଉଛି ପରିସ୍ଥିତି। ଅଧିକା କିନ୍ତୁ ଆଜି ସାରଙ୍କର ବହୁତ ଭଲ ବୋଲି କହୁଛନ୍ତି। ମୁଁ ତ ଦେଖିନି, ମୁଁ 7:15-20 ହେଇଛି ବାଇକ୍ ଗଲା ସବୁ ଆଗ ଜଲ୍ଦି ଲଗେଇକି ଦେଖିଲା ବେଳକୁ ଆଉ ଲାଷ୍ଟ ହେଇଗଲାଣି, ଆଉ 5-10 ମିନିଟ୍ ଥିଲା। ସିଏ ଆଉ ଲାଷ୍ଟରୁ ଆଉ କଣ ବୁଝିବି, ନାଇଁ ଆଜି ଦେଖିବା, ସନ୍ଧ୍ୟା ସୁଦ୍ଧା ବି ଦେଖି, ଯେମିତି ହେଲେ ପ୍ରଥମ ଥର ସେଟାକୁ ରିପିଟ କରିଦେଲେ ଆଉ ଥରେ ଦେଖିଲେ ହିଁ ଭଲ ଲାଗିବ। ଯେ ଆଜି ତ କାହିଁ ଟାଇମ ଦେଖିବା, କୋଉଠି କେତେବେଳେ ହଉଛି ଦେଖିବା ଆଉ। ଠିକ ଅଛି, ଓକେ ଆଉ ସେଇଟା ପାଇଁ ହଁ। ଓକେ, ଥ୍ୟାଙ୍କ ୟୁ ମ୍ୟାଡ଼ାମ। ଓକେ, ସୁଧାଂଶୁ ସାର୍। ବୋଉଲୋ କି ଗରମ ହଉଛି କି? ସୁଧାଂଶୁ ସାର୍ ଅନମ୍ୟୁଟ କରନ୍ତୁ। ଓକେ, ସାର୍ଙ୍କୁ ଡାକିବା। ଚାନ୍ଦ ସାର୍, ସାର୍ ଆସନ୍ତୁ। ନମସ୍କାର ସମସ୍ତଙ୍କୁ। ନମସ୍କାର। ଗୁଡ ମର୍ଣ୍ଣିଂ, ଜୟ ଆରସିଏମ। ଗୁରୁକୁଳରେ ଆଜିର ଯୋଉ ପ୍ରୋଗ୍ରାମ ହେଲା ଗ୍ରୋଥ ଉପରେ, ଆପଣମାନେ ଭିଡିଓକୁ ଆଉ ଥରେ ଦିଥର ଦେଖନ୍ତୁ। ଯୋଉମାନେ ଦେଖି ନାହାନ୍ତି, ସୁକାନ୍ତ ବାବୁ ଦେଖି ପାରିନାହାନ୍ତି, ବୀଣା ମ୍ୟାଡାମ ବି ଦେଖି ପାରିନାହାନ୍ତି, ଦେଖନ୍ତୁ। ଆଉ କଥା ହଉଛି ଯେ, ଦେଖିବାଠୁ ମୁଁ ସବୁବେଳେ କହୁଛି, ଆପଣମାନେ ବି ଜାଣିଛନ୍ତି, ନିଜର ଟିମକୁ ମାନେ ଦେଖେଇବା, ଭିଡିଓ ଦେଖେଇବା ହଉଛି ବଡ କଥା। ଯେତେ ଆପଣ ଆପଣଙ୍କ ଟିମକୁ ଭିଡିଓ ଦେଖେଇବେ, ସେ ବିଷୟରେ ସେମାନେ ଯଦି ଦେଖି ପାରୁନାହାନ୍ତି, ସେ ବିଷୟରେ ତାଙ୍କ ସହିତ କଥାବାର୍ତ୍ତା କରିବେ, କାଉନସିଲିଂ କରିବେ। ଭିଡିଓ ବିଷୟରେ ଆଜି ଯୋଉ ଯୋଉ କଥା ଆପଣ ମାନେ କହୁଛନ୍ତି, ସାହୁ ବାବୁ କହିଲେ କି ଆରତୀ ମ୍ୟାଡାମ କି ସୁକାନ୍ତ ବାବୁ, ଯୋଉ କଥା ଫିଲ୍ କରିକି ଅନୁଭବ କରିପାରିଲେ ଯେ ଗୁରୁକୁଳରେ ଆଜି ଯୋଉ ଇମ୍ପୋର୍ଟାଣ୍ଟ କଥା ଆଲୋଚନା ହେଇଛି, ସେ ସେଇ କଥା ଆପଣ ମାନେ ଭିଡିଓ ପଠେଇ ଦିଅନ୍ତୁ ଆଜି। କାରଣ ଆଜିକାର ଗୁରୁକୁଳରେ ଗ୍ରୋଥ ଉପରେ ଅନେକ କଥା ଟିସିଜି ଆଜି ବୁଝେଇଛନ୍ତି। ଗ୍ରୋଥର ଫର୍ମୁଲା ହଉଛି ଯେ, ମାନେ ମୂଳ ଫର୍ମୁଲା ହଉଛି ଯେ ଡେଲି ଆକ୍ଟିଭିଟିଜ, ପ୍ରତିଦିନ ଲୋକ ସମ୍ପର୍କ କରିବା, ଲୋକଙ୍କୁ ଜଏନ କରିବା, ୟାରି ଉପରେ ହିଁ ସବୁ ନିର୍ଭର କରେ। ପ୍ରତିଦିନ ଲୋକଙ୍କ ସହିତ ସମ୍ପର୍କ କରିବା, ଯୋଉମାନେ ଜଏନ କରିଛନ୍ତି ତାଙ୍କୁ ଶିଖେଇବା, ସେମାନେ କେମିତିକା
ପ୍ରଡକ୍ଟ କିଣିବେ, ସେମାନେ କେମିତି ଲୋକଙ୍କୁ ଡାକିବେ, ତାଙ୍କ ସହିତ କାଉନସିଲିଂ, ହୋମ ମିଟିଂ, ପ୍ରତିଦିନ ଗ୍ରୋଥର ବେସିକ ଫାଉଣ୍ଡେସନ କୋର୍ସ। ତାପରେ ଟିସିଜି ଯୋଉ କଥା କହୁଛନ୍ତି, ଯୋଉ କଥା ଫର୍ମୁଲା ସବୁ ସେଗୁଡାକ ଗ୍ରୋଥର ଆଉ ଗୋଟେ ବଡ ବଡ ଫର୍ମୁଲା ହଉଛି ବେସିକ ଯୋଉଗୁଡା ଯେ ଯେତେ ଆମେ ଗ୍ରୋ କରିବା ନ୍ୟାଚୁରାଲି, ଯେତେ ମଣିଷ ଗ୍ରୋ କରିବ ତାର କଣ ସେତେ ନିଜେ ଇଣ୍ଡିପେଣ୍ଡେଣ୍ଟ ହବ, ନିର୍ଭର କରିବନି, ଅନ୍ୟ ଉପରେ ନିର୍ଭର କରିବନି। ତ ଇଣ୍ଡିପେଣ୍ଡେଣ୍ଟ ହେଇକିରି କାମ କରିବା ଆଉ ହଉଛି ବଡ କଥା। ଇଣ୍ଡିପେଣ୍ଡେଣ୍ଟ ହେଇ କାମ କରିବା ଅର୍ଥାତ୍ ନିଜର ଟିମକୁ ଡେଭଲପମେଣ୍ଟ କରିବା, ନିଜେ ନିଜର ଟିମକୁ ଡେଭଲପମେଣ୍ଟ କରିବା। ନିଜର ଟିମ୍ ହଉଛି ବଡ କଥା। ତେଣୁ ନିଜର ଟିମକୁ ଡେଭଲପମେଣ୍ଟ କରିବା, ନିଜର ଟିମ୍ ସହିତ କମ୍ୟୁନିକେସନ କରିବା। ଆପଣ ମାନେ ଆଜି 24 ଘଣ୍ଟା ଭିତରେ ସକାଳେ ଘଣ୍ଟେ 1.5 ଘଣ୍ଟା ଆରେ ଆରସିଏମ ର ଯୋଉ ପ୍ରକାର କାର୍ଯ୍ୟକଳାପ କରିବା ଉଚିତ ସେ ବିଷୟରେ ଯୋଉ ଆଲୋଚନା ହଉଛି, ଯଦି ନିଜର ଟିମ୍ ସହିତ ଏକୁ ଆଟେଣ୍ଡ କରିବେ ତାହେଲେ ଆପଣଙ୍କର ମାନେ ଗ୍ରୋଥ ବହୁତ ବଢିଆ ହବ, ଟିମ ର ମଧ୍ୟ ଗ୍ରୋଥ ବହୁତ ବଢିଆ ହବ। ତ ସେଥିପାଇଁ ଟିକେ ଦରକାର ପରିଶ୍ରମ ଦରକାର, ସେଥିପାଇଁ ଟିକେ କଷ୍ଟ ଦରକାର, ସେଥିପାଇଁ ଟିକେ ଧୈର୍ଯ୍ୟ ଦରକାର, ବାର ବାର ଲୋକ ସମ୍ପର୍କ ଦରକାର, ଲୋକମାନଙ୍କୁ ସମ୍ପର୍କ କରିବା ଦରକାର, ଫୋନ କରିକିରି ବୁଝେଇବା ଦରକାର, ଭିଡିଓ ପଠେଇବା, ତାକୁ କାଉନସିଲିଂ କରିବା ଦରକାର। ଯଦି ଏଇ କାର୍ଯ୍ୟକ୍ରମ କରୁଥିବେ ତାହେଲେ ନିଶ୍ଚିତ ଭାବରେ ଆପଣ ମାନଙ୍କର ରେଜଲ୍ଟ ଆସିବ। ତେଣୁ ବାର ବାର କରି ଆଜିକାର ଭିଡିଓଟାକୁ ଦେଖନ୍ତୁ, ନୋଟ୍ କରନ୍ତୁ, ନିଜର ଟିମକୁ କହନ୍ତୁ। ନିଜର ଜ୍ଞାନ ବଢିଲେ କିଛି କଣ ହବ, ଲାଭ ହବ ଯଦି ନିଜର ଟିମକୁ କହିବେ। ନିଜର ଟିମକୁ ଯଦି କହିବାକୁ ମାନେ କଣ ଯଦି କିଛି ପଛେଇ ଯିବେ, କହିବେନି କିଛି, ତାହେଲେ କଣ ହବ, ଗ୍ରୋଥ କେମିତି ହବ? ଗ୍ରୋଥ ତ ସବୁ ନିର୍ଭର କରି ନିଜ ଟିମ୍ ଉପରେ। ନିଜ ଟିମକୁ ଗ୍ରୋଥ କରେଇଲେ ନିଜର ଗ୍ରୋଥ ହବ। ନିଜର ଟିମକୁ ଏଇ କଥା କହିଲେ ସେମାନେ ସେଇଭଳି କାମ କରିବେ, ସେମାନଙ୍କ ଗ୍ରୋଥ ହବ। ତେଣୁ ଆପଣମାନେ ବିଶେଷ କରି ସୁକାନ୍ତ ବାବୁଙ୍କର ଟିମ୍, ଆରତୀ ମ୍ୟାଡାମଙ୍କର ଟିମ୍, ସାହୁ ବାବୁଙ୍କର ଟିମ୍, ଆପଣମାନେ ଆପଣମାନଙ୍କର ଟିମରେ ଏଗୁଡ଼ା ସବୁ ଆଲୋଚନା କରନ୍ତୁ। ଆଜି ତ ବହୁତ ବଡ ଆକାରରେ ଆପଣଙ୍କର ପ୍ରୋଗ୍ରାମ ଆରତୀ ମ୍ୟାଡାମଙ୍କର ଟିମର, କାଲି ଯୋଉଭଳି ମୁଁ ଆଲୋଚନା କରିଥିଲେ ସେଇଭଳି କରିବେ, ରେଜିଷ୍ଟର ମେଣ୍ଟେନ କରିବେ, ସମସ୍ତଙ୍କର ନାଁ, ଫୋନ ନମ୍ବର, ଏସବୁ କଣ ତାଙ୍କର ପ୍ରଡକ୍ଟ, ଏସବୁ ଡିଟେଲ୍ସ ଲେଖା ହବ। ତାପରେ ସେମାନଙ୍କୁ ଆଗେ କାଉନସିଲିଂ କରାଯିବ ଯେ ଇଏ ହେଲ୍ଥ କ୍ୟାମ୍ପ କାହିଁକି ହଉଛି, ଏଥିରେ ପୋଷକ ତଥ୍ୟ କଣ କଣ ଅଭାବ ରହୁଛି, ଏସବୁ କହିବା ଦରକାର। ଏସବୁ କହିବା, ଲୋକେ ଆସିବେ ଖାଲି ମାପି ଦେଇକିରି ପଳେଇବେ, ଏମିତି ସବୁ ଅନେକ କିଛି ଶୀଘ୍ର ଶୀଘ୍ର ମାପି ଦେଇକିରି ଶୀଘ୍ର ଶୀଘ୍ର ପଳେଇବେ, କିମ୍ବା ଖାଲି ମାପି ଦେଇକିରି ତାଙ୍କର କଣ ଅଛି ଜାଣିବେ, ଏମିତି ସବୁ ଲୋକ ସବୁ ଠକିବେ। ତେଣୁ ଏକୁ ଭଲ ମନ୍ଦ ବୁଝିବାକୁ ପଡିବ, ଏ ହେଲ୍ଥ କ୍ୟାମ୍ପ କାହିଁକି ହଉଛି, ଏଥିରେ ପୋଷକ ତଥ୍ୟ କଣ କାମ କରୁଛି, କଣ ଦରକାର ଆମର, କଣ ଅଭାବ ହଉଛି। ଫ୍ୟାଟ ର 70% ରୋଗର କାରଣ ହଉଛି ଫ୍ୟାଟ, ଭିସରାଲ ଫ୍ୟାଟ। ଆଉ ଭିସରାଲ ଫ୍ୟାଟ, ବାହାର ଫ୍ୟାଟ ଅପେକ୍ଷା ଭିସରାଲ ଫ୍ୟାଟ ସମସ୍ତଙ୍କଠୁ ଭୟଙ୍କର। ତେଣୁ ଆମର 70% ରୋଗର କାରଣ ହଉଛି ଭିତରର ଫ୍ୟାଟ ବାହାର। କଣ ଫ୍ୟାଟ, ଭିସରାଲ ଫ୍ୟାଟ କଣ, ଭିତରର ଫ୍ୟାଟ ସବୁ ଜାଗାରେ ରହିଯାଉଛି। ଆମର ଲିଭରରେ ରହୁଛି, ପାଙ୍କ୍ରିଆସରେ ରହୁଛି, ଓସୋଫାଗସରେ ରହୁଛି, ସବୁ ଜାଗାରେ ଆମର ଫ୍ୟାଟ ରହିଯାଉଛି, ସେଇଟା ବହୁତ କ୍ଷତି କରୁଛି। ତେଣୁ ସେ କଣ, ତାର କଣ ସମସ୍ୟା, ସେଥିରେ ସମାଧାନ କଣ, ଏସବୁ ବୁଝେଇଲା ପରେ ତାଙ୍କର ହେଲ୍ଥ ଚେକଅପ ହବ। ତାପରେ ଫଲୋ ଅପ୍ କରିବେ। ଫଲୋ ଅପ୍ କରି ଦେଖନ୍ତୁ, ପ୍ରଥମେ ଯୋଉ ହେଲ୍ଥ କ୍ୟାମ୍ପ ହୁଏ ସେଇଟା ପ୍ରାରମ୍ଭିକ, ପ୍ରକୃତରେ ରେଜଲ୍ଟ ଆସିବ ଆପଣଙ୍କର ଥାର୍ଡ ଫୋର୍ଥରେ ରେଜଲ୍ଟ ଆସିବ। ତୃତୀୟ ମାସରେ, ଚତୁର୍ଥ ମାସରେ ରେଜଲ୍ଟ ଆସିବ। ପ୍ରଥମ ମାସରେ ରେଜଲ୍ଟ କଣ, ପ୍ରଥମ ମାସରେ ଅଳ୍ପ କିଛି ବିକ୍ରି ହେଇପାରେ, କିଛି ଲୋକ କିଣି ପାରନ୍ତି। ପ୍ରଥମ ମାସରେ ଲୋକମାନେ ସବୁ ଜାଣିବେ ଇନଫର୍ମେସନ, ଆଉ ସେମାନଙ୍କର ଗୋଟେ ସଚେତନତା ଆସିବ। ପ୍ରଥମ ମାସର ହେଲ୍ଥ କ୍ୟାମ୍ପରେ ସଚେତନତା ଆସିବ। ଦ୍ୱିତୀୟ ଫଲୋ କରିଲେ ତାଙ୍କର ଧୀରେ 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 ତାଙ୍କ ଭିତରେ କିଛି ନଲେଜ ବଢିବ। ଆଉ ସେକେଣ୍ଡରେ ତାଙ୍କର କଣ ହବ ନା, ସେଥିରେ ଟିକେ ସିରିୟସନେସ୍ ଆସିବ। ଥାର୍ଡ ମନ୍ଥରେ ସେମାନେ ସେ ତାକୁ ଭଲ ଭାବେ ଭିତରେ ତାର ଗଭୀରତା ବୁଝିବେ, ଇମ୍ପୋର୍ଟାନ୍ସ ବୁଝିବେ। ଦେଖିବେ ଯେ ପ୍ରତି ମାସରେ ପ୍ରୋଗ୍ରାମ ହଉଛି, ଆମର ଆମର କଣ ଅଛି ଦେଖିବେ, ଯୋଉ ୱେଲନେସ ସିଟ୍ ରେ
ସେଥିରେ କ'ଣ ଥାଏ ଆମର କ'ଣ କରାଯାଏ ନା ପ୍ରଥମ ମାସର ପ୍ରତି ମାସରେ ସେଇ ବ୍ୟକ୍ତିର ମପାଯାଏ। ସିଏ ପ୍ରଥମ ମାସରେ ଯୋଉ ପ୍ରକାର ତାର ପ୍ରୋବ୍ଲେମ ଅଛି ସେଇ ନେଇକି ଯାହା ଯାହା ତାଙ୍କୁ ରେକମେଣ୍ଡ କରାଗଲା ତାକୁ ବ୍ୟବହାର କରିବା ଦ୍ୱାରା ପୁଣି ସେକେଣ୍ଡ ମନ୍ଥରେ ମପାଯିବ ଯେ କ'ଣ ବଦଳିଛି। ପୁଣି ଥାର୍ଡ ମନ୍ଥରେ ସେଇ ଲୋକଙ୍କର ଯୋଉମାନେ ପ୍ରଥମ ମାସରେ ପ୍ରୋଗ୍ରାମକୁ ଆସିବେ ସେମାନେ କଣ୍ଟିନ୍ୟୁଅସ୍ ଯଦି 6 ମାସ ଆସିବେ ତାହେଲେ ତାଙ୍କର ଶରୀରର ସମସ୍ୟା ଦୂର ହବ। ସେମାନେ କଣ୍ଟିନ୍ୟୁଟି କଲେ କି ନାହିଁ ଏ କଥା ମଧ୍ୟ କାଉନସିଲିଂ କରିବେ। ଦେଖିବେ ଏଇଭଳି ଭାବେ 6 ମାସ ପର୍ଯ୍ୟନ୍ତ ଯଦି ଆପଣମାନେ ସିଷ୍ଟମ ଭାବରେ କରିଚାଲିବେ ତାହେଲେ ଯୋଉ ଲୋକମାନଙ୍କର ଯୋଉ ଆସୁଥିବେ ମନେ କରନ୍ତୁ 100 ଜଣ ଲୋକ ସେକେଣ୍ଡ ମନ୍ଥରେ 100 ଜଣ ଭିତରେ ମନେକରୁ 40-50 ଜଣ ଆସିଲେ ନୂଆ 50 ଜଣ ଆସିଲେ। ଥାର୍ଡ ମନ୍ଥରେ ପୁଣି 50-60 ଜଣ ଆସିଲେ ପୁଣି ନୂଆ 50-60 ଜଣ ଆସିଲେ। ତ ଏଇଭଳି ଗଲେ କିଛି ଲୋକ 6 ମାସ ଯାକ କଣ୍ଟିନ୍ୟୁ କରିବେ। ସିଏ 20-30%, 20-30 ଜଣ। ଆଉ ସେଇ 20-30 ଜଣ ମାନେ ଡୁପ୍ଲିକେଟ ହେବେ। ସେମାନେ ବହୁତ ବଡ ବିଜନେସ କରିବେ ଆଉ ସେମାନଙ୍କର ଲିଡର ସେମାନେ ବନିବେ। ତେଣୁ ଯେତେ ଆଉ କଥାରେ ଅଛି ଯୋଉ କାମ ଆମେ ଆମର ସିଷ୍ଟମରେ କ'ଣ ସିଷ୍ଟମର ମୂଳ କଥା ହଉଛି ଯେ ଯୋଉ କାମ ଆମେ କରିପାରିବା ସବୁବେଳେ କରିପାରିବା ସେଇ କାମ କରିବା ଦରକାର। ଯୋଉ କାମ ଆମେ ଯଦି ନ କରିପାରିବା ତାହେଲେ ସେଥିରେ କିଛି ଲାଭ ହବ ନାହିଁ। ଯୋଉ କାମ ଆମେ କରିପାରିବା ସେ କାମକୁ ଆମର ଯାହାକୁ ଯୋଉ ଆମର ଟିମରେ ଯୋଉମାନଙ୍କୁ ଡାକିବା ସେମାନେ ତାର ଗୁରୁତ୍ୱ ବୁଝିବେ ଯେତେବେଳେ ସେଟା କଣ୍ଟିନ୍ୟୁଟି ହବ। ତ ଏଥିରେ କନସିଷ୍ଟେନ୍ସି, କଣ୍ଟିନ୍ୟୁଟି ଏବଂ ଫଲୋ ଅପ୍ ତାପରେ କାଉନସେଲିଂ ଇଏ ସବୁର ବହୁତ ମହତ୍ଵ ଅଛି। ଆପଣମାନଙ୍କର ଆଜି ବହୁତ ଚେଷ୍ଟାରେ ଆରମ୍ଭ କରୁଛନ୍ତି କିନ୍ତୁ ମୁଁ ଏଇ ଯୋଉ କଥା ସବୁ ଆପଣମାନଙ୍କ ସହିତ ଆଲୋଚନା କଲି ଆରତୀ ମ୍ୟାଡାମ, ପ୍ରବୀଣା ମ୍ୟାଡାମ, ଏକୁ ଯଦି ଆପଣମାନେ ଟିକେ ଧ୍ୟାନ ସହିତ ଟିକେ କଣ୍ଟିନ୍ୟୁଟି କରି ଚାଲିବେ 6 ମାସ ଯାକ ତାହେଲେ ଦେଖିବେ ଆପଣ 6 ମାସ ପରେ ବିରାଟ ଟିମ୍ ଆପଣଙ୍କର ତିଆରି ହେଇଯିବ। थैंक यू, बहुत बहुत धन्यवाद। ओके, सतोदिया थैंक यू सर। बहुत नमस्कार। बढ़िया, बहुत बढ़िया ସାର୍ଙ୍କର ସାର୍ ଆମକୁ ଜ୍ଞାନ ଦେଲେ କି ଆମେ କ'ଣ କରିବା ଉଚିତ। ଆକ୍ଚୁଆଲି କରିବା ତ ନିହାତି ଦରକାର। ଆଉ ଯଦି ଠିକ ଭାବରେ ପ୍ରୋସେସରେ ଆମେ କରିଦେଲେ ଆମେ ସଫଳତା ଆମେ ପାଇଯାଇପାରିବା। ଆଜି ଗୋଟେ ବହୁତ ଭଲ ମନୋଭୂତିରେ ଆମେ କରୁଛେ। ଆଉ ଏଇ ଯୋଉ ପ୍ରକାରର ହେଲ୍ଥ ଚେକଅପ୍ ହବ, ଇଏ ୱେଲନେସର ଯୋଉ ହେଲ୍ଥ ଚେକଅପ୍ ହବ ୟା ଦେହରେ ଆମେ ସଫଳ ପାଇଯିବା। ସାହୁ ଭାଇ ଆଜି ଆପଣ ଆସିବେ? ହଁ ହଁ ହଁ, ମୁଁ ଯିବି ଏବେ ହଁ, ଏବେ ଆପଣ ଆସିବେ ତ ଆମେ ରୂପାନ୍ତରଣ ଯାତ୍ରାର ଯୋଉ ସାର୍ଟଟା ଆମେ ପିନ୍ଧିଥିଲେ ସେ ସାର୍ଟକୁ ଆମେ ପିନ୍ଧିକି ଯିବା। ଆ, ଆଜ୍ଞା ଆଜ୍ଞା। ଆମେ କଣ ବାକି ପିନ୍ଧିବୁ? ତାପରେ ଆମେ କଣ ପିନ୍ଧିବୁ? ଆପଣଙ୍କ ଇଚ୍ଛା। ନା ଆମେ ଆଉ ସେ ଶାଢୀ ପିନ୍ଧିବୁ ହଁ, ନା ଆପଣ ପିନ୍ଧିବୁ? ଯାହା କରୁଛନ୍ତି କାରଣ ଆମେ ଭାଇ ସେବା କରିବାକୁ ଯାଉଛେ। ଆମେ ସେଇ ଆଉ ଯାଉଛି। ରୂପାନ୍ତରଣ ଯାତ୍ରାର ସାର୍ଟ ପିନ୍ଧିବା ଆଜ୍ଞା ତାକି ଆମକୁ ଲାଗିବ କି ନାଇଁ ଆମେ ଗୋଟେ ସେବା କରିବାର ମନୋବୃତ୍ତିରେ ଆମେ ଯାଉଛେ ଯାଉଛେ। ଆଜ୍ଞା ଆଜ୍ଞା। ନୟନ ବାବୁଙ୍କୁ ବି ମୁଁ କହିଦେବି, ନୟନ ବାବୁ ବି ଯିବେ। ଅପା ଆପଣ ବି କହିଦେଲେ କି ବେଟର। ସେଥିପାଇଁ ଅଫିସ ଆଜ୍ଞା, ହେଇଗଲା। ପ୍ରଦୀପ ସାର୍ ବି ଆସିବେ ବୋଧେ। ଯିଏ ବି ଆସିବେ ତ ରୂପାନ୍ତରଣ ଯାତ୍ରା ଆପଣ ବି ଟିକେ କହିଦେଲେ ବେଟର ହବ। ହଁ ମୁଁ ଓକେ, କହିଦେବି। ଥ୍ୟାଙ୍କ ୟୁ, ବହୁତ ବଢିଆ କଥା। ଆଜି ଆମେ ପୁଣି ପ୍ରିପେୟାର ହବା, କାଲି ସକାଳୁ ପୁଣି ଆମେ ବସିବା। କିନ୍ତୁ ଆମେ କେବଳ ବସିଲେ ହବନି। ଆମେ ସଂଖ୍ୟା ବଢିଆ ଦରକାର। ସମସ୍ତଙ୍କୁ ଇନଫର୍ମ। ଜାଣିଲେ ଶତପଥୀ ବାବୁ, ଆଜ୍ଞା, ବହୁତ ଫୋନ ଆସୁଛି ମୁଁ ସେଥିପାଇଁ କାଟିଦେଲି। ଯୋଉ ନମ୍ବର ଦିଆହେଇନି ହଁ 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 ହଁ, ନାଇଁ ନାଇଁ, କାଟିକି ସେଇଥିପାଇଁ ତାଙ୍କୁ ଆମେ ଏଇ ପ୍ରୋଗ୍ରାମକୁ ଏଇଠି ଶେଷ କରିବା କାରଣ ଆମେ କର୍ମକ୍ଷେତ୍ରରେ ଆଗକୁ ବଢିବା। ଓକେ, ନମସ୍କାର, ଜୟ ଜୟ ଶ୍ରୀ ରାମ। ନମସ୍କାର नमस्कार ନମସ୍କାର। नमस्कार नमस्कार।